ଆପଣ ପାରାଦୀପ ନିର୍ବାଚନ ଲଢ଼ିବେ? ପାରାଦୀପରୁ କ'ଣ ହେଲା? ନିର୍ବାଚନ ଲଢ଼ିବେ? ନିର୍ବାଚନ ଲଢ଼ିବାଟା ମୋ ପାଇଁ ଅପରିହାର୍ଯ୍ୟ ନୁହେଁ। ମୁଁ ରାଜନୀତି କରୁନଥିଲି, ମୁଁ ଚାକିରି କରୁଥିଲି। ମୋତେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଚାକିରି ଛଡ଼ି ରାଜନୀତିକୁ ଆଣିଥିଲେ ପାରାଦୀପର ଦାୟିତ୍ୱ ଦେଇଥିଲେ। ପାରାଦୀପରେ ସେତେବେଳେ ଗଣ୍ଡଗୋଳ ହେଇକରି ସବୁ ଶ୍ରମିକ ଅଶାନ୍ତି ନାଁରେ କାମ ବନ୍ଦ ହେଉଥିଲା, ମୋତେ ଆଣି ଦାୟିତ୍ୱ ଦେଇଥିଲେ। ମୁଁ ଆଉ ପଛକୁ ଫେରି ଯାଇନି, 43 ବର୍ଷ ହେଲାଣି ଅଛି। ମୁଁ କୌଣସି ଥର ନିଜେ କୁହେନି, ଲୋକମାନେ ଯାହା କହନ୍ତି ମୁଁ ସେୟା କରେ। କାହିଁ ଲୋକମାନେ ହେଉଛି ମୋର ପ୍ରଭୁ, ମୁଁ କେହି ନୁହଁ। ନବୀନ ବାବୁ ସିନା ବିଜୁବାବୁଙ୍କ ପୁଅ, ତାଙ୍କ ବାପାଙ୍କ ନାଁ କୁହାଯାଉଛି ଆପଣ ଗୁଡୱିଲ୍ ପାଇବା ପାଇଁ ଆପଣଙ୍କ ପୁଅକୁ ପାରାଦୀପରୁ ବିଜେଡି ପ୍ରାର୍ଥୀ କରିପାରେ ସମ୍ବିତ ବାବୁଙ୍କୁ। ଗୁଡୱିଲ୍ ପାଇବା ନୁହଁ, ମୋତେ ଅସୁବିଧାରେ ପକାଇବା ପାଇଁ, ଅପମାନିତ କରିବା ପାଇଁ ସେ କଥାଟା ଶୁଣାହେଉଛି। ଯଦି ମୋ ପୁଅ ଛିଡ଼ା ହେବ ତ ମୋ ପୁଅ ତ ଯୋଗ୍ୟ, ମୋ ପୁଅ ପାଇଁ ମୁଁ ଗର୍ବ କରେ। କାହିଁକିନା ଅନ୍ୟ ମନ୍ତ୍ରୀଙ୍କ ନେତାଙ୍କ ପୁଅ ଭଳି ମୋ ପୁଅ ନୁହଁ। ମୋ ରାଜନୀତି କ୍ଷେତ୍ରରେ ସେ ହସ୍ତକ୍ଷେପ କରେନି, କେଉଁଠୁ କାମ କରିଦେଇ ଲାଞ୍ଚ ମିଛ କରେନି, କେଉଁଥିରେ ସେ ହସ୍ତକ୍ଷେପ କରେନି। ସେ ଗୋଟେ ମେକାନିକାଲ ଇଞ୍ଜିନିୟର, ସେ ତା ବାଟରେ ଅଛି, ଶାନ୍ତଶିଷ୍ଟ, ସେ କୌଣସିଟା ନିଏନି। ତାକୁ ହଠାତ୍ ଡାକି ନେଇକରି ଦଳରେ ମିଶାଇଛନ୍ତି, ତାକୁ ଗୋଟେ ସେକ୍ରେଟାରୀ କରିଛନ୍ତି। ଆଜି ଦିଲ୍ଲୀ ଗଲେ ତାକୁ ଡାକିଲେନି, ଯେଉଁଠୁ ସଭା ସମିତି କରୁଛି ତାକୁ ଡାକୁନାହାନ୍ତି। ଖାଲି କାଗଜପତ୍ର ସଭାପତି କାହିଁ ତାକୁ ସଭ୍ୟ କାହିଁ ରଖୁଛନ୍ତି? କେତେ ଆକ୍ଟିଭିଟି ରଖିବା କଥା ରଖୁନାହାନ୍ତି। ତେଣୁ ମୁଁ ଅନୁଭବ କରୁଛି ମୋତେ ଅସୁବିଧାରେ ପକାଇବା ପାଇଁ ତା ନାଁଟା ସେ ବିକୁଛନ୍ତି। ସେତେବେଳେ ଦେଖାଯିବ। ଆଉ ରାଜନୀତିର ତ ମୋର ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ କିଏ ଉତ୍ତରାଧିକାରୀ? କିଏ? ମୋ ପୁଅ। କିନ୍ତୁ ମୋ ରାଜନୀତି କ'ଣ ସବୁ ଉତ୍ତରାଧିକାରୀ? ଏଇଟା ତ ରାଜନୀତିରେ ତ ସ୍ଥାବର ଅସ୍ଥାବର ସମ୍ପତ୍ତି ନୁହଁ। ତେଣୁ ସେତେବେଳେ ସେ ଜଣେ ସାବାଳକ, ତାକୁ ଯଦି ଗୋଟେ ଦଳ ପ୍ରାର୍ଥୀ କଲା, ସେ ଯଦି ପ୍ରାର୍ଥୀ ହେବ ଏବଂ ମୋ ନିର୍ବାଚନ ଲୋକମାନେ ମୋତେ ଯଦି କହିବେ ନାହିଁ ତମେ ପ୍ରାର୍ଥୀ ହେବ, ମୁଁ ବି ପ୍ରାର୍ଥୀ ହେବି। ବାପ ପୁଅ ଲଢ଼େଇ ହେବ କି ନେବ ଅଲଗା କଥା, କଥାଟା ହେଉଛି ଏଇଆ। ତେଣୁ ସିଏ କ'ଣ ତାକୁ ଦେବେ? ମୁଁ ତ ଭାବୁନି ସେ ଦେବେ ବୋଲି। ଦେବାର ହେଇଥିଲେ ବର୍ତ୍ତମାନ ପ୍ରତିଦିନ ସେ ଦେବାଶିଷ ଆନ୍ଧ୍ରା କାହିଁ ଗାଁ ଗାଁ ବୁଲୁଛି? ଆମେ ଦେଖିଛୁ ବିଜେଡି ପଞ୍ଚାୟତ ସ୍ତରରେ ଯେଉଁ ନିର୍ବାଚନ ହୁଏ ସେମିତି କରେ। ଜଣ ଗୋଟେ ଘରେ ଧର ପ୍ରାର୍ଥୀ ହୁଅନ୍ତି, ଦାଦା ହୁଅନ୍ତି, ତା ପୁତ୍ରକୁ ଠିଆ କରିଦିଅନ୍ତି ବିଜେଡି କରନ୍ତି ଯେ ସେ ତ ସେ ବେଳ ଅଛି। ମୁଁ ଗୋଟେ ପଚାରୁଛି, ଯଦି ମୋ ପୁଅକୁ ସେମାନେ ଆଖି ଆଗରେ ରଖିଛନ୍ତି ପାରାଦୀପରୁ ମୋ ବଦଳରେ କ୍ୟାଣ୍ଡିଡେଟ୍ ପ୍ରାର୍ଥୀ କରିବେ, ତାହେଲେ ବର୍ତ୍ତମାନ ପ୍ରତି ସପ୍ତାହରେ 3 ଜଣ 4 ଜଣ ମନ୍ତ୍ରୀ ତା ସାଙ୍ଗରେ ଦେବାଶିଷ ଆନ୍ଧ୍ରା ଗାଁ ଗାଁ ବୁଲୁଛନ୍ତି, ରେସନ କାର୍ଡ଼ ବାଣ୍ଟୁଛନ୍ତି। କ'ଣ ମୋ ଗାଁ ମୋ ବିକାଶରେ ମନ୍ତ୍ରୀମାନେ ଯାଇ ସେଠି ପହଞ୍ଚୁଛନ୍ତି। ଏସବୁ କଥା କାହିଁ କରି ମୋ ପୁଅକୁ କହୁନାହାନ୍ତି ତୁ ଯା, ତୁ ତ ଆମର ପ୍ରାର୍ଥୀ ହେବୁ, ତୁ ତ ଆମର ଦଳରେ ରହିଲୁ, ସେକ୍ରେଟାରୀ ହେଲୁ, ତୁ ଯାଇକି ତ ନିର୍ବାଚନୀ କାମ ବୁଝୁ, ତାକୁ ଦାୟିତ୍ୱ ଦେଉନାହାନ୍ତି। ହଁ, ତାକୁ କ'ଣ ଆଗରେ ରଖିକିରି ଢାଲ କରିକିରି ପଛରେ ନିତ୍ୟା ସାନ୍ଧ୍ରା ପୁଅକୁ ସେମିତି ଲଢ଼େଇବେ? ସେ ଦେବାଶିଷ ଆନ୍ଧ୍ରା ଏତେ ପୋଖତ ରାଜନୀତିକ, କାଲି ଫଟୋ ବାହାରିଛି ଦେଖିନାହାନ୍ତି? ସେ କୃଷକମାନଙ୍କ ପାଇଁ କ'ଣ ଆନ୍ଦୋଳନ କରିବାକୁ ଯାଇଥିଲେ, ସେଠି ବଣଭୋଜି କରି ଗୋଟେ ଝିଅଟିଏ ଦେବାଶିଷ ଆନ୍ଧ୍ରା ପାଟିରେ ମିଠା କହି ଦେଉନି, ଫଟୋ ବାହାରିଛି ଦେଖାଉନି? ହଁ ହେଇନି ଭାଇ, ଦେଖିନାହାନ୍ତି? ଏଇଆ ତ କରୁଛନ୍ତି, ଆଉ କ'ଣ?